ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଅନେକ ସମୟ ବିଶ୍ୱାସୀ ଜୀବନରେ ସମସ୍ୟା ଦୁଃଖ ଆସିଥାଏ। ଆଉ ଆମକୁ ଲାଗେ ଯେ ଈଶ୍ୱରଙ୍କ ଦୃଷ୍ଟି ଆମ ଉପରେ ନାହିଁ, ଈଶ୍ୱର ଆମ ପ୍ରାର୍ଥନା ଶୁଣୁନାହାନ୍ତି। କିନ୍ତୁ ଆମକୁ ଭଲ ଭାବେ ଜାଣିବା ଦରକାର, ଲେଖାଯାଏ ବିଶ୍ୱାସ ଦ୍ୱାରା ସିଏ ଆମକୁ ଧାର୍ମିକ ଗଣିଛନ୍ତି। ଆମ କର୍ମ ଯୋଗୁଁ ନୁହେଁ, ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ମୋତେ ଧାର୍ମିକ ଗଣନ କରିଛନ୍ତି। ତାଙ୍କ ସନ୍ତାନର ଅଧିକାର ସେ ଆମକୁ ଦେଇଛନ୍ତି। ସେଥିପାଇଁ ଆମେ ବିଶ୍ୱାସ କରିବା, ଆମେ ଯେଉଁପରି ପରିସ୍ଥିତିରେ ଥାଉ ମଧ୍ୟ ଆମ ପ୍ରାର୍ଥନା ପରମେଶ୍ୱର ଶୁଣନ୍ତି। ଶାସ୍ତ୍ରରେ ଲେଖାଯାଏ, ଧାର୍ମିକମାନଙ୍କ ପ୍ରତି ଈଶ୍ୱରଙ୍କ ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାଙ୍କ କର୍ଣ୍ଣ ସର୍ବଦା ଉନ୍ମୁକ୍ତ ଥାଏ। ପରମେଶ୍ୱର ତାଙ୍କ ସନ୍ତାନମାନଙ୍କ ଉପରେ ସବୁବେଳେ ଦୃଷ୍ଟି ରଖିଥାନ୍ତି। ଆମେ ବିଶ୍ୱାସ କରିବା, ସେ ଆମକୁ ପ୍ରେମ କରନ୍ତି। ଆମେ ଦେଖୁଛେ ଜୁନୁସ ସମୁଦ୍ରର ଗଭୀର ମଧ୍ୟରେ ସିଏ ବି ମାଛ ପେଟରେ ଥାଇ ପ୍ରାର୍ଥନା କରୁଛନ୍ତି, ଆଉ ପରମେଶ୍ୱର ତାଙ୍କ ପ୍ରାର୍ଥନା ଶୁଣିଲେ। ହାଲେଲୁୟା! ସେ ସେହିପରି ପରମେଶ୍ୱର ଅଟନ୍ତି। ଆମେ ଯେଉଁଭଳି ପରିସ୍ଥିତିରେ ଥିଲେ ଆମେ ତାଙ୍କୁ ଡାକିଲେ ସେ ଆମ ପ୍ରାର୍ଥନା ଶୁଣନ୍ତି ଆଉ ଉତ୍ତର ମଧ୍ୟ ଦିଅନ୍ତି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।